रानी प्रीतिगंधा स्वामी अरे वर्तमान विवाह समय अरे समयटा घरे ही आसी हाँ स्वामी आज शुभ मुहूर्त बेलारे अरे मो पुआ प्रशांत को विवाह बंधन रे बांधी देई अरे सबुदिन पाई मो बापा जन्म मुक्ति हेबा को चाहूची तबे ठीक अछि स्वामी हाँ हे प्रीति स्वामी अरे कुह विवाह अरे माने एते जाय बेला जाय आसु नहांती काहे की आबा को अपेक्षा करबा को हेबो हाँ प्रीति चलो आम से राज दरबार के बसी पड़ा चलो तबे ठीक अछि स्वामी चलो ना आसु तो महाराज सर्वप्रथमे मोर प्रणाम ग्रहण करंतु महाराज अरे उठ यशस्वी भव हेले किए तबे बाबू आउ एमिति हठात देखंतु ए प्रभास नगरी ए विवाह मंडप आगमन अभिप्राय माने विवाह मंडप हाँ हाँ आज पर मो पुओ प्रशांतर विवाह हेले किए तबे बाबू अरे विवाह कथा सुनी एमिति चमकी पड़ी कहीं की नहीं 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 कथा करूछ आपण जो परिचय कथा पचारुछंती ना कोन परिचय कहबी जहार ठिकणा कहबाकू शक्ति नहीं ताकू आपण तमरे कथा पचारुछंती अरे तुम एठाकू आसिल कहीं एठाकू आसीबार अभिप्राय भी तो कहब देखो महाराज मु कहबी निश्चय आपण को कहबी जदि आसीबारे मोर भूल हो जाए ताहले आपण निज मु तो आपण को निज पुओ हो पारिबी ना निज पुओ बोली क्षमा कर देबी अरे नहीं कुह कौन है कुह अरे किए तबे आउ एठाकू आसीच कहीं देखो तो महाराज मु हेउछि आपणकर सेही पुओ प्रशांतर ता मो सांग तमने कौन कहूछ तमे हाँ? मो पुओ प्रशांतर सांग तमे हाँ आमे आमे दिहे गोटाए आश्रम रे पाठ पढुथिले ओहो स्वामी हेले तम नाम मो नाम कड़ा आपण जानिबाक चाहछथि अरे हाँ हाँ ठीक अछि जिते बेले कहछथि मो नाम होछि प्रेम कुमार महाराज कौन कहिला बाबू आपण जदि किछ खराब भाबे ताले आपण गोटे कथा पचारिबी अरे कुह आपण मो नाम कहला पर आपण एमिति चमकी पड़ले काहे की अरे नहीं नहीं किछि नुह नहीं 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 महाराज ए पुओ को देखिला बेले तो काहे की जानी अरे ता सते कि से मोर अति आपन न बोली लागुची प्रेम कुमार अरे प्रेम कुमार तो मो पुओं का नाम हेले बाबू महाराज आपण एमिति कोन भाउछथि अरे किछि नुह हां हां अरे वर्तमान विवाह समय हो गलानी हां महाराज अरे सेपटे मो पुरा प्रशांत अरे वर्तमान बरबेशरे सजाग होई बहुत ठीक अछि हेले मो कहिबा कथा की महाराज कथा कड़ कि मु कोन कहथिले महाराज कौन कहिबी
କାହିଁକି କେଜାଣି ମହାରାଜ ଏହି ଆପଣଙ୍କ ରାଜମହଲରେ ପାଳ ଦେଲା ପରେ ମୋତେ କାହିଁକି କେମିତି ଲାଗୁଛି। କାହିଁକି? ତାମାନେ ତମେ କଣ କହିବାକୁ ଚାହୁଁଛ? ମହାରାଜ ସତେ ଯେମିତି ଲାଗୁଛି କି ଏଇ ରାଜମହଲରେ ସତେ ଯେମିତି ମୁଁ ଆଗରୁ ଅନେକ ଥର ଆସି ସାରିଛି। ପ୍ରୀତି, ସ୍ୱାମୀ ଆରେ ଏ କଣ କହୁଛି? ହଁ ପ୍ରୀତି, ଆରେ ମୁଁ ବି କିଛି ବୁଝିପାରୁନି। ହେଲେ ବାବୁ, ମହାରାଜ ଆରେ ବିବାହ ସମୟଟା ଆରମ୍ଭ ହେଇଗଲାଣି। ଠିକ ଅଛି, ଏଣୁ ଆମକୁ ସେଇ ବିବାହ ମଣ୍ଡପକୁ ଯିବାକୁ ପଡିବ। ତାହେଲେ ଶୀଘ୍ର ଚାଲ। ମହାରାଜ ମହାରାଜ କିଏ? ସବୁ ସରି ଯାଇଛି ମହାରାଜ। ଆରେ ଗୁମାସ୍ତା, ମହାରାଜ ଆରେ କଣ ହେଇଛି? କଣ ହେଇଛି ଆଉ? ମହାରାଜ ସବୁ ସରି ଯାଇଛି। ଆରେ କଣ ହେଇଯାଇଛି? ମହାରାଜ ହେଁ? ମୋ ଭାଣଜୀ ତୋ ଭାଣଜୀ? ମହାରାଜ ଆଉ କଣ କହିବି ମହାରାଜ? ଆରେ କଣ ହେଇଛି ସଫା କୁହ। ରାଜନ ହେଁ? ପଶୁ ବାବୁ, ଆରେ ଗୁମାସ୍ତା କଣ ସବୁ କହିଯାଉଛି? ମୋ କଥା ଶୁଣ। ମହାରାଜ ଇଏ ପୁଣି କିଏ? ଇଏ ହଁ, ଇଏ ହଉଛି ମୁଁ ଚାହିଁବାକୁ ଚାହେଁ ମୋ ପୁଅ ପ୍ରଶାନ୍ତର ସାଙ୍ଗ ସେ। ପ୍ରଶାନ୍ତର ସାଙ୍ଗ। ହଁ, ଆରେ ସେମାନେ ଦୁଇ ଜଣ ଏକା ଆଶ୍ରମରେ ପଢୁଥିଲେ। ହେଲେ ତାଙ୍କ ନାଁଟା? ନାଟା ହଉଛି ପ୍ରେମ। ପ୍ରେମ। ହଁ, ରାଜନ ଶୁଣନ୍ତୁ, କୁହ। ପ୍ରଶାନ୍ତକୁ ଯୋଉ ଝିଅକୁ ଆମେ ବିବାହ କରିବା କଥା, ତାମାନେ ମହାରାଜ ସେଇ ଝିଅକୁ ଭଲ ପାଉଛେ ଏଇ ପ୍ରେମ କୁମାର। କଣ ସବୁ କହିଯାଉଛୁ ତୁ? ମାନେ ଆରେ ମୋ ପୁଅ ପ୍ରଶାନ୍ତ ପାଇଁ ଯୋଉ ଝିଅକୁ ମୁଁ ବହୁ ଭାବରେ ଆଣିବାକୁ ଚାହୁଁଥିଲି, ହେଲେ ସେ ବହୁକୁ ଇଏ ଭଲ ପାଇପାରିବ କେମିତି? ନାଇଁ, ତମେ ମିଛ ଭଲ କହୁଛ। ପାଇସାରିଛେ, ଗୁମାସ୍ତା, ରାଜନ। ଆରେ କଣ ହେଇଛି କହ, ସତ କହ। ମହାରାଜ ହେଁ? ମହାରାଜ ସେ ଅନେକ ଦୂର ଚାଲି ଯାଇଛନ୍ତି ମହାରାଜ। ମୁଁ ଆଉ କିଛି କରିପାରିବିନି ତାମାନେ ମହାରାଜ। ତୋ ଭାଣନ୍ତି ଘରେ ନାଇଁ? ନାହିଁ ମହାରାଜ, ହେଁ? ସତ କହୁଛି ମହାରାଜ। ଆରେ ସେ ଗଲା କୁଆଡେ? ମୁଁ ବି ଜାଣି ନାହିଁ ମହାରାଜ। ଆରେ, ଏତେ ବଡ ଅପମାନ! ସ୍ୱାମୀ ମହାରାଜ ଏତେ ବଡ ଅପମାନ ମୋତେ ଆଜି କେବଳ ତୋ ଭାଣନ୍ତି ପାଇଁ ମୋତେ ଆଜି ଏଇ ଅପମାନର ସବୁ କରିବା। ନାହିଁ ମହାରାଜ। ଥାମୁ। ସେ ଭଣଞ୍ଜି ପାଇଁ ନୁହଁ, ଏ ପ୍ରେମ କୁମାର ପାଇଁ এই ରାଜମହଲଟା ଏତେ ବଡ ଅପବିତ୍ର ହେଇସାରି। ରାଜନ ନିଜେ ଥରେ ମାତ୍ର ପଚାରି ଦେଖ। ଆରେ ବାବୁ, ଏମାନେ ଯାହା ସବୁ କହୁଛନ୍ତି ସେ ଯାକ ସତ? ହଁ ମହାରାଜ। ଆରେ ତମେ କଣ ମୋ ବହୁ ପ୍ରଜ୍ଞାଙ୍କୁ ଆରେ ଘର ଭିତରେ ତମେ କହୁଛି ବାହାରକୁ ନେଇ ଯାଇଛ? ମହାରାଜ ହେଁ? ନାଇଁ ମହାରାଜ, ସେମାନେ ଭୁଲ କଥା କହୁଛନ୍ତି। ଦେଖନ୍ତୁ, ମୁଁ ମୋ ସାଙ୍ଗକୁ ଦେଖା କରିବାକୁ ଆସିଥିଲି, ଆଉ ମୁଁ କୋଉ ଝିଅକୁ ଦେଖିନି। ଦେଖନ୍ତୁ ମହାରାଜ, ସେମାନେ ଭୁଲ କହୁଛନ୍ତି, ଏସବୁ ମିଛ। ନାଇଁ, এইটা ସବୁ ସତ। ଏମାନେ କେବେ ହେଲେ ମୋ ନିଜ ଲୋକ, ଏମାନେ କେବେ ହେଲେ ମତେ ମିଛ କହିପାରିବେନି। ବେଶ, ତୁ ହିଁ ମୋ ବୋହୂକୁ ଦେଇଛୁ ମହାରାଜ ନା ପଶୁ? ରାଜନ ଆରେ ସତ କହ। ଏମିତିରେ ସିଏ ସତ କଥାଟା ପ୍ରକାଶ କରିବ ନାହିଁ। ତାମାନେ ପାଦର ମଞ୍ଚ ପର୍ଯ୍ୟନ୍ତ ବାଦ ହବ, ସତ ସତ କଥାଟା ଆପେ ଆପେ ପ୍ରକାଶ। ঠিক ଅଛି, ଯେତେବେଳେ ପର୍ଯ୍ୟନ୍ତ এই ପୁଅଟା ସତ କଥା ନ କହିଛି ସେତେବେଳେ ପର୍ଯ୍ୟନ୍ତ ତାକୁ ଧରି ଚାଲ। ଦୋଷ ନଥାଇ ମଣିଷ ହୁଏ ଏଠି ଦୋଷୀ। ଓଠ ଆଖି ଲୁହ ପାରେ ନାହିଁ ହସି। ଦୋଷ ନଥାଇ
ନଥାଇ ମଣିଷ ହୁଏ ଏଠି ଦୋଷୀ ଓଠ ପିଏ ଆଖି ଲୁହ ପାରେ ନାହିଁ ଗତି ସତ ପରି ଲାଗେ ଛଳନାର ଶବ୍ଦ ପ୍ରେମ ବସିଲେ ମିଛର ପ୍ରବନ୍ଧ ପାପନ କରିଛି ଏଠି କାରଣରେ জীবন করুছি অনুতাপ কহিবাকু লাজ শুনিলে পাপ কহিবাকু লাজ শুনিলে পাপ কহিবাকু লাজ শুনিলে পাপ কহিবাকু লাজ শুনিলে পাপ আরে প্রেম তোতে পচারুছি মু সত কহ তু মো বহু প্রজাকে কোঠি রখিছু କାହିଁକି ଆଉ ମୁଁ ମିଛ କହିବି ମୁଁ ସତ କହୁଛି ମୁଁ ଏସବୁ ପାପ କର୍ମ କରିନି ତାମାନେ ସତ ହିଁ ଆଜି ମୁଁ ରକ୍ଷ ନାମକ ଝିଅକୁ ମୁଁ ଭଲ ପାଏ হ্যাঁ ହଁ କିନ୍ତୁ ମୁଁ ଜାଣିନି ସେ କୁଆଡ଼େ ଗଲେ নাই তু জানিছু আর তু হি মো বহু প্রজাকে কোঠি ভগাইকি নেইছু বেশ মহারাজ গুমাস্তা ଆପଣ ଠିକ କହୁଛନ୍ତି ମହାରାଜ এই ଲୁଚେଇକି ରଖିଥିବ ମହାରାଜ হ্যাঁ ହଁ ମହାରାଜ ହେଲେ ରାଜନ ଯୋଉ ରାଜ୍ୟ ପୋଷାକ ତା ଦେହରେ ଅଛି ଏଗୁଡ଼ା ସବୁ ଖୋଲିବାକୁ ପଡ଼ିବ ହଁ ମହାରାଜ ଆଉ ତାକୁ ଏଇଠୁ ବିଦ୍ରୋହ କରିବାକୁ ପଡ଼ିବ ঠিক আছে ନହେଲେ ସତ ବେଶ। କଥା କହିବନି ମୁଁ ବି ଚାହୁଁଛି ଏହା ସେ ଯୋଉ କର୍ମ କରିଛି କର୍ମର ଆରେ ଫଳ ସେ କର୍ମର ଫଳ ତାକୁ ଭୋଗିବାକୁ ପଡ଼ିବ ହଁ ଆରେ ଯେତେବେଳେ ପର୍ଯ୍ୟନ୍ତ ସେ ସତକନ୍ଦ କହିଛି ସେତେବେଳେ ପର୍ଯ୍ୟନ୍ତ ଖାଲି ମାରି ଚାଲ ତାକୁ ବେଶ। ମହାରାଜ ତରୁଟିଏ ମୁଖ ଦଶରଥୁରା ମହାରାଜ ଆଉ ଶୁଣିବାର କିଛି ବାକି ନାହିଁ ଆରେ ତୋରି ପାଇଁ ଆଜି ଏତେ ବଡ଼ ବିବାହ ବନ୍ଧନଟା ନାହିଁ ବନ୍ଧନ ମହାରାଜ ଯାଉଛି ଆରେ ତୋରି ପାଇଁ এই প্রভাস নগরীর রাজা প্রিয়বন্তଙ୍କର বଂଶରେ କଳଙ୍କ ଲାଗିବାକୁ ଯାଉଛି ନାହିଁ ମହାରାଜ ନାହିଁ ମୁଁ ଏ କଳଙ୍କର ଅପମାନ ମୁଁ ସହିପାରିବିନି ଗୋଟାଏ କଥା ଭାବିକି ଦେଖନ୍ତୁ ମହାରାଜ ଯଦି ମୋ ସ୍ଥାନରେ ଯଦି ଆପଣଙ୍କର ପୁଅ ହେଇଥାନ୍ତେ ତାହେଲେ ଏମିତି କ'ଣ କରିଥାନ୍ତେ ମହାରାଜ ଆପଣଙ୍କ ବି ତ ପୁଅ ଥିବ ନା ତରୁଟିଏ ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ ପାପ କରିନି ମୁଁ ସତ କହୁଛି ଏ ଦୁନିଆରେ ମୋର ବୋଲି କେହି ନାହାନ୍ତି ମୋର ନିଜର ବୋଲି କେହି ନାହାନ୍ତି ମହାରାଜ କେବଳ ମୋ ଜେଜେଙ୍କୁ ଛାଡ଼ି ମୁଁ ସେଇ ଜେଜେଙ୍କ ରାଣ ଖାଇ କହୁଛି ମୁଁ ସେସବୁ କାମ କିଛି କରିନି ଚୁପ୍ କର ମହାରାଜ ବୁଲାଙ୍ଗା ହଁ ମହାରାଜ ତାକୁ ଏଇ ରାଜ୍ୟରୁ ତୋଡ଼ିକି ବାହାର କରିବାକୁ ପଡ଼ିବ ମହାରାଜ ଆଗୁମାସ୍ତା ହଁ ମହାରାଜ ତୁ ଠିକ କହୁଛୁ ହଁ ଯେତେବେଳେ ପର୍ଯ୍ୟନ୍ତ ସେ ସତ କଥା ନ କହିଛି ଆରେ ସେତେବେଳେ ପର୍ଯ୍ୟନ୍ତ এই রাজ্যরে রহিবা পাই তার কৌশি জায়গা নাই বেশ তাকু এই মুহূর্তে মোর এই প্রভাস নগরী বিতাড়িত করে দিও ঠিক ଅଛି ମହାରାଜ ଆପଣ ଯଦି କହୁଛନ୍ତି ମୁଁ ଏଠୁ ଚାଲିଯିବି ହେଲେ ଗୋଟାଏ କଥା କହିକି ଯାଉଛି ଯଦି ସତ୍ୟ ଏ ଦୁନିଆରେ ସତ୍ୟ ବୋଲି କିଛି ଥିବ ନା ତାହେଲେ ଦିନେ ଦିନେ ଆପଣ ସତ କ'ଣ ଜାଣିପାରିବେ ଏ ମହାରାଜ
ଆଉ ଗୋଟାଏ କଥା ମନେ ରଖିଥିବେ, ଅଦିନିଆ ମେଘକୁ କେବେ ବି ଭରସା କରିବେ। অদিন মেঘକୁ ভরসা নাহি, 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 অদিন মেঘକୁ ভরসা নাহি। মহারাজ পশু বাবু ଆଉ ମୁଁ କ'ଣ କରିବି? ମୋ ଭାଣଜୀକୁ ସେଇ ନେଇକି ଯାଇଛି, ମୁଁ କ'ଣ ଏ କରିପାରିବି? ତ ପଶୁ କୋଉଠି ବାବୁ? ନା କୋଉଠି ଲୁଚେଇକି ରଖିଥିବ। ହେଲେ ଆମେ ସେଇ ପ୍ରଜ୍ଞାକୁ ଖୋଜିବାକୁ ନିହାତି ଯିବାକୁ ପଡ଼ିବ। ଠିକ ଅଛି ପଶୁ ବାବୁ। ରାଜନ, ଆପଣ ଚିନ୍ତା କରନ୍ତୁ ନାହିଁ, ଯେମିତି ହେଲେ ମଧ୍ୟ ଆମ ଭଣଜାକୁ ପ୍ରଜ୍ଞାକୁ ଆଣି ଆମେ ବିବାହ କରିବାକୁ ହବ। ହଁ ମହାରାଜ। ଚାଲନ୍ତୁ ରାଜନ, ଚିନ୍ତା କରୁଛ କାହିଁକି? ସ୍ୱାମୀ, ଆପଣ ଚିନ୍ତା କରନ୍ତୁ ନାହିଁ ସ୍ୱାମୀ, ସେମାନେ ନିଶ୍ଚୟ ଫେରି ଆସିବେ। ଆଉ ସେମାନଙ୍କୁ ଆମେ ବାପା, ତୁମେ କ'ଣ ପାଇଁ କୋଳାହଳ ହଉଛ? ଆରେ ପ୍ରଶାନ୍ତ, ବାପା, ଆରେ ତୁ ଏଠାକୁ ହଁ ଆରେ ବାପା, ଏଠାକୁ ଆସିଲୁ କାହିଁକି? ବାପା, ଆରେ ତୁ ତ ବିବାହ ମଣ୍ଡପରେ ରହିବା କଥା, ହେଲେ ତୁ ଏମିତି ଆମ ପାଖକୁ ଆସିଲୁ କାହିଁକି? କୁହ ବାପା, କୁହ। ଯାହା ଜଣା ପଡୁଛି ତୁମେ ଦୁଃଖରେ ଅଛ। ହଁ ରେ ପ୍ରଶାନ୍ତ, ବାପା, ହଁ। ଆରେ ମୁଁ ତୋ ପାଇଁ ଯୋଉ ଝିଅକୁ ଆରେ ବିବାହ ବନ୍ଧନରେ ବାନ୍ଧିବା ପାଖକୁ ଆରେ ତାକୁ ମୋ ବୋହୂ କରିବାକୁ ଆଣିବାକୁ ଚାହୁଁଛି। ବାପା, ଆରେ ସେ ବୋହୂଟା, ସେହି ବୋହୂଟା ଆଜି ଆରେ ଗୋଟିଏ ପର ପୁଅ ସହିତ ସେ ପଳେଇ ଯାଇଛି। ନା, ଏମିତି କେବେ ହୁଏ ନା। ଏ ପ୍ରଶାନ୍ତ, ମା, ତୋ ବାପା ଯୋଉ କଥା କହିଛନ୍ତି ଏ ସତ କଥା। ବାପା, ହେଲେ ମୁଁ ଖୋଜିବାକୁ ଯାଉଛି, ଯଦି ତୁମ ବୋହୂ ନ ଆଣିବି କେବେ ହେଲେ ଫେରିବି ନାହିଁ। ପ୍ରଶାନ୍ତ, ଆସୁଛି ବାପା। ଆରେ ପ୍ରଶାନ୍ତ, ସ୍ୱାମୀ, ପୁଅଟା ତ ଚାଲିଗଲା। ପ୍ରଜ୍ଞା, ହଁ ସ୍ୱାମୀ, ଆରେ ସେ ପ୍ରଜ୍ଞା ପାଇଁ ମୋ ପୁଅ ଅଛି ଏତେ ପାଗଳ ହେଇଯାଇଛି। ଆରେ ସେ ମୋ କଥାକୁ ତ ଶୁଣି ଆମ ଘରେ ଚାଲିଗଲା ସେ। ତାକୁ ସେ ଖୋଜିବାକୁ ଯାଉଛି। ହେଲେ କଥା ପଦେ କହିବି। ସ୍ୱାମୀ, ରାଜନ, ସେ ଆସିବା ଏ ଆମ ପର୍ଯ୍ୟନ୍ତ ଭଣଜା ପ୍ରଜ୍ଞାକୁ ଖୋଜିବାକୁ ଯାଉଛି। ହଁ, ହେଲେ ଆମେ ଏ ମଉସା ସହିତ ଆମେ ବି ଯାଉଛୁ। ଆରେ ହଁ। କୋଉଠି ନ ମିଳିଯାଏ ଆରେ ତାକୁ ନେଇ ଯାଅ ଯାଅ, ଚଞ୍ଚଳ ଖୋଜିକି ଆଣୁ, ଯାଅ ଯାଅ କଷ୍ଟ, ଯାଅ। ଏମାନେ ଆସିବା ପର୍ଯ୍ୟନ୍ତ ଆମକୁ ତ ଅପେକ୍ଷା କରିବାକୁ ହବ। ନାଇଁ ନାଇଁ ପ୍ରୀତି, ନାଇଁ। ଆରେ ମତେ କାହିଁକି କେଜାଣି ଆରେ ସେଇ ପୁଅ ତାକୁ ଦେଖିଲା ବେଳଠୁ ଆରେ ମୋ ମନରେ କାହିଁକି ଅଶଙ୍କା ଜାଗୁଛି। ଆରେ କାହିଁକି ଏମିତି ସ୍ୱାମୀ? ଶଙ୍କା ଜାଗ୍ରତ ହେଉଛି ଯେ ଆରେ ମୁଁ ଭାବୁଛି ଆରେ ସେ କ'ଣ ମୋର ଅତି ଆପଣାର। ସ୍ୱାମୀ, ଆରେ ତାରି କଥାବାର୍ତ୍ତାରେ ମୁଁ ଯେତେ ଭାବି ପାରୁଛି
ସେ କେବେ ହେଲେ ଏମିତି ଭୁଲ କରିନଥିବ। ହଁ ପ୍ରୀତି ହଁ, ये तो ठीक कहा। ଆରେ ସେ ଯାହା ବି ହଉ, ଯେତେବେଳେ ପର୍ଯ୍ୟନ୍ତ ମୁଁ ସତ କଥା ନ ଜାଣିଛି, ଆରେ ସେତେବେଳେ ପର୍ଯ୍ୟନ୍ତ ମୁଁ ନିଶ୍ଚୟ ସେଇ ସତ ଘଟଣାଟାକୁ ବାହାର କରିବି। हाँ स्वामी, ହଁ ତେବେ ତେବେ ଚାଲ ପ୍ରୀତି, ଚାଲ ଯିବା ଆମେ ସେଇ ଭଙ୍ଗ ଖୋଜା, ଚାଲ। चलते स्वामी। অদিন মেঘকু ভরসা নাহি, 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 অদিন মেঘকু ভরসা নাহি। ହେ ପ୍ରୀତି, स्वामी, ଆରେ ଆରେ ମୋ ପୁଅ ପ୍ରଶାନ୍ତ ତ ଚାଲିଗଲା ମୋ ବୋଉଙ୍କ ଖୋଜାରେ। हाँ स्वामी, ଆରେ ତାଙ୍କ ପଛେ ପଛେ ଯାଉଛନ୍ତି ପଣ୍ଡୁ ଆଉ ପାର୍ଶୁ। हाँ हाँ। ଆରେ ଏମାନେ ନ ଫେରିବା ପର୍ଯ୍ୟନ୍ତ ଆରେ କୌଣସି ସମାଧାନ ବି ହେଇପାରିବନି। ना स्वामी, ଏଠି ଚାଲ, ତାଙ୍କରି ଫେରିବା ପର୍ଯ୍ୟନ୍ତ ଆମେ କଥାଟିକୁ ଶୁଣିଛୁ ଯିବାକୁ ପଡ଼ିବ। ଚାଲ तुम्हें ठीक अच्छी स्वामी। ଚାଲ चलते, ଯିବା ଆମେ ବିସ୍ତାର କକ୍ଷକୁ। चलते स्वामी। অদিন মেঘকু ভরসা নাহি, 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 অদিন মেঘকু ভরসা নাহি। ସାଥିରେ କାହିଁ କେ ଜାଣେ ମୋ ଜୀବନରେ ଏମିତି ଗୋଟେ ଶ୍ରାବଣ ଚାଲି ଆସିଲା, ଯୋଉଠିକି କହନ୍ତି ଏଇ ଅଦିନ ମେଘକୁ ଭରସା ନାହିଁ। ହେଲେ ମୁଁ ତ ଘର ଛାଡ଼ି ଚାଲି ଆସିଲି। ମୋ ମାମୁଁ ମତେ ଜୋର କରି ସେଇ ରାଜା ପର୍ଯ୍ୟନ୍ତ ବାହା ଦେବାକୁ, ହେଲେ ମୋ ମନ ଖାଲି ସେଇ ପ୍ରେମ ପାଖରେ ଅଟକି ଯାଇଛି। କେମିତି ଯାହାକୁ ପ୍ରଥମ ଦେଖାରେ କାୟ ମନ ବାକ୍ୟ ଦେବ ଭଲ ପାଇଲି, ତାକୁ କେମିତି ଏ ମନ ଭିତରେ ମୁଁ ତାକୁ ଘୋଡ଼େଇ ଦେବି। ସେଥିପାଇଁ ମୁଁ ଘର ଛାଡ଼ି ଚାଲି ଆସିଛି। ହେଲେ ଏଇନେ ମୋ ସାହାରା କିଏ ହବ? କାହା ପାଖକୁ ମୁଁ ଯିବି? ମୁଁ କିଛି ବି ବୁଝିପାରୁନି। ହେ ପ୍ରିୟ, ଆରେ ତମେ କୋଉଠି? ଆରେ ଥରୁଟି ତମ ପ୍ରଜ୍ଞା କଥା ମନେ ପଡୁନି। ଆରେ ଥରୁଟେ ଦେଖିବା ପାଇଁ ଚାଲି ଆସ। ତମ ପ୍ରଜ୍ଞା କୋଉ ପରିସ୍ଥିତି ସାମ୍ନା କରୁଛି। ନା, ସେ ଯେତେ କଷ୍ଟ ଛଡ଼ ଝଞ୍ଜା ହଉ ପଛେ ନିଶ୍ଚୟ ମୁଁ ଯେମିତିରେ ପ୍ରେମଙ୍କ ସହିତ ସାକ୍ଷାତ କରିବି। ହଁ, ମୁଁ ନିଶ୍ଚୟ ପ୍ରେମଙ୍କ ସହିତ ସାକ୍ଷାତ କରିବି। ଏ ଅଦିନ ମେଘକୁ ଆଉ ଜମାରୁ ଭରସା ନାହିଁ। ଏ ପାଦ ଦିଟା ଯୁଆଡ଼ି ଟାଣି ନେବ, ମୁଁ ସେ ଆଡ଼କୁ ଚାଲିଯିବି। ମୋ ପ୍ରେମ ଭଲ ପାଇବା ଉପରେ ମୋର ଯଥେଷ୍ଟ ବିଶ୍ୱାସ ଆଉ ଭରସା ଅଛି। ନିଶ୍ଚୟ ମୋ ପ୍ରେମଙ୍କ ସହିତ ମୋର ନିଶ୍ଚୟ ଦେଖା ହବ। অদিন মেঘকু ভরসা নাহি, 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 অদিন মেঘকু ভরসা নাহি। ଆଉ କେତେ ବାଟ ଏମିତି ଚାଲିବି? ସେମାନେ ତ ମୋତେ ସେଇ ରାଜା ଉଆସରୁ ବାହାର କରିଦେଲେ। କୁଆଡ଼େ ଯିବି ମୁଁ?
ସେମାନେ ମୋତେ ଯେଉଁ ଅପନିନ୍ଦା ଦେଲେ, ଯେଉଁ କଳଙ୍କଟା ମୋ ଦେହରେ ବୋଲି ଦେଲେ, ସତରେ କ'ଣ ମୁଁ ଦୋଷୀ? ଏ ଜଗତର ରଥ ଜଗନ୍ନାଥ, ଆରେ ତୁ ପୁରା ସବୁ ଦେଖୁଥାଉ ରେ କାଳିଆ। ଆରେ ସତ କ'ଣ ଏ ଦୁନିଆକୁ ଜଣାଇ ଦେ ରେ କାଳିଆ। ମୁଁ ତ ତୋର କେବେ କିଛି କ୍ଷତି କରିନି ରେ କାଳିଆ, କାହିଁକି ଏମିତି କଷ୍ଟ ଦଉଛୁ? କୁଆଡ଼େ ଯିବ ଏମିତିରେ? ଏପଟେ ଭାବିବାକୁ ଗଲେ ମୋ ପ୍ରେମିକା ନାହାନ୍ତି, ସେ କୁଆଡ଼େ ଯାଇଥିବେ। ସେପଟେ ମୋ ଜେଜେ ମଧ୍ୟ ମୋତେ ଅପେକ୍ଷା କରିଥିବେ। ସେ ଯାଇ ହେଉ ନା କାହିଁକି, ମୋତେ ଯେମିତି ହେଲେ ବି ଆହୁରି ଆଗକୁ ଯିବାକୁ ହବ। ହଁ, ଆହୁରି ଆଗକୁ ଯିବାକୁ ହବ। ଆହୁରି ଆଗକୁ ଯାଇ ମୁଁ ଜେଜେଙ୍କ ପାଖରେ ପହଞ୍ଚିଲା ପରେ ମୁଁ ନିଶ୍ଚୟ କିଛି ନା କିଛି ଉପାୟ ନିଶ୍ଚୟ ଖୋଜିବି। ତାରେ ଚାଲିଯାଏ ଆହୁରି ଆଗକୁ। অদিন মেঘকু ভরসা নাহি, 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 অদিন মেঘকু ভরসা নাহি। ମୁଁ ଯାଇଥିଲି ସେଇ ପ୍ରଭାସର ଘରି ରାଜମହଲକୁ, ଆଉ ସେମାନେ ତମକୁ ମୋ ସାଥିରେ ଚାଲି ଯାଇଛି ବୋଲି ମୋତେ ବହୁତ ମାଡ଼ ମାରିଲେ। ଏଇ ଦେଖୁଛ ନା ପ୍ରଜ୍ଞା, ସତରେ କ'ଣ ମୋତେ ଛାଡ଼ିକି ଅନ୍ୟ ଜଣକୁ ବାହା ହେବାକୁ ଯାଉଥିଲ? ଜାଣିଛୁ କ'ଣ ହେଇଛି? ମୋ ମାମୁଁ ମୋତେ ଜୁହାର କରି ସେହି ରାଜା ପୁତ୍ର ସହିତ ମୋର ବାହା କରିବା ପାଇଁ ପ୍ରଜ୍ଞା, କେମିତି ମୁଁ ତମକୁ ଛାଡ଼ି ଅନ୍ୟ କାହାକୁ ବାହା ତମକୁ ପରା ପ୍ରଥମ ଦେଖାରେ କାୟମନ ବାକ୍ୟ ଦେବୁ ଭଲ ପାଇଁ ସାତ ଜନମର ସାଥେ କରିବି ବୋଲି ମନେ ନିଷ୍ପତ୍ତି ନେଇ ସାରିଛି। ମୁଁ ବି ତମକୁ ଛାଡ଼ି ବଞ୍ଚି ପାରିବିନି, ହେଲେ ସେଥିପାଇଁ ମାମୁଁ ବନ୍ଦୀ କରି ଯାଇଥିଲେ। ହେଲେ ଗୋଟାଏ କଥା, ସେଇ ପାପୀମାନେ ଛାଡ଼ିବେନି, ସେମାନେ ନିଶ୍ଚୟ ଖୋଜୁଥିବେ। ହେଲେ ଆମେ ଯିବା କୋଉଠିକି? ଆମେ ଯିବା ମୋ ଜେଜେଙ୍କ ପାଖକୁ ଯିବା। ମୋ ଜେଜେଙ୍କ ପାଖକୁ ଗଲେ ନିଶ୍ଚୟ ସବୁ କିଛି ଠିକ୍ ହେଇଯିବ। ଆରେ ଏଇ ଦେଖିପାରୁଛ ନା, ଝିପି ଝିପି ବର୍ଷା, ଘର ଘର ମେଘ କୁହୁଡ଼ି, ଏଇ ବର୍ଷା ହଉ ପଛେ ଆମେ ଚାଲିଯିବା ଆମରି ପଥ ଦେଇ, କାହିଁକି ନା ଏଇ ଅଦିନ ମେଘକୁ ଭରସା ভাগ্য তো লিখিছি কপাল কি করিব বিচারে নাহি, সুখ সংসারে নিয়া লাগি গলা, জীবন জঞ্জালে জলিব জুই, যেতে কাঁদিলে লুহ ঝরি, লুহ পୋଛିବାକୁ କେହି ନାହିଁ, ଯେତେ କାନ୍ଦିଲେ ଲୁହ ଝରି, ଲୁହ ପୋଛିବାକୁ କେହି ନାହିଁ। ମଣିଷ ଖୋଜୁଛି ବାଟ, ମଣିଷ ଖୋଜୁଛି ବାଟ, ମୃତ୍ୟୁର ନାହିଁ। ଅଦିନ ମେଘକୁ ଭରସା ନାହିଁ, ଅଦିନ ମେଘକୁ ଭରସା ନାହିଁ, ଅଦିନ ମେଘକୁ ଭରସା ନାହିଁ, ଅଦିନ ମେଘକୁ